ଏବଂ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଭାରତବର୍ଷର ଜଣେ ନେତା, ପୃଥିବୀର ଜଣେ ନେତା, ଯାହାଙ୍କର ବିୟୋଗ ହେଲା ପରେ, ଯାହାଙ୍କ ମର ଶରୀର ଉପରେ 3ଟି ଦେଶର ପତାକା ପଡ଼ିଥିଲା, ରୁଷିଆର, ଇଣ୍ଡୋନେସିଆର ଏବଂ ଆମ ଦେଶର। କାହିଁକି ପଡ଼ିଲା? ବେସିକାଲି ମୌଳିକ ଭାବରେ ରାଜନେତା ସେ ନଥିଲେ। ରାଜନୀତି କରିବାର ଉନ୍ମେଷ ଉଦ୍ଦେଶ୍ୟ ମନରେ ତାଙ୍କ ନଥିଲା କେବେ। ସେ ଜଣେ ପାଇଲଟ ହିସାବରେ ଥିଲେ, ବଡ଼ ପାଇଲଟ। ବିଏସସି ପଢୁଥିଲେ, ପଢା ଛାଡ଼ିଦେଲେ, ମୁଁ ପାଇଲଟ ହେବି। ଭାରି ତାର ପାଇଲଟିଂ କରିବାର ପ୍ରବଳ ଇଚ୍ଛା ମନରେ ତାଙ୍କର ଥିଲା। ପ୍ରଥମେ ସେଥିପାଇଁ ଦିଲ୍ଲୀ ଗଲେ, ପାଇଲଟ ଟ୍ରେନିଂ ନେଲେ। ନେଲା ପରେ ଯେଉଁ ଆପଣଙ୍କର 42-43 ମସିହା କଥା ହେବ, ଡାଲମିଆ ଜୈନ ଏୟାରୱେଜରେ ପାଇଲଟ ହେଲେ। ତାପରେ ଜାତୀୟକରଣ ହେଲା, ଇଣ୍ଡିଆନ୍ ଏୟାରଲାଇନ୍ସ ହେଲା। ପ୍ରଥମ ଦେଖନ୍ତୁ ଦେଶ ପ୍ରେମର ବହ୍ନି। ପାଇଲଟ ଥାଇକି ବି ସ୍ୱାଧୀନତା ସଂଗ୍ରାମ ଚାଲୁଥାଏ। 1942 କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ସବୁ ନେତାମାନେ ବନ୍ଦୀ ରହିଥାନ୍ତି, ଅଣ୍ଡରଗ୍ରାଉଣ୍ଡ ହୋଇ ରହିଥାନ୍ତି। ବ୍ରିଟିଶର ମିଲିଟାରୀ ତାର ପୋଲିସ ଘେରି ରହୁଛି ସବୁ ଜାଗାରେ। ଚିର ନମସ୍ୟ ହେଇଗଲେ ଆମ ପାଇଁ ସବୁବେଳେ। ସେତିକିବେଳେ ଯେଉଁ ଅଣ୍ଡରଗ୍ରାଉଣ୍ଡ ଥିଲେ, ଯେଉଁ ନେତାମାନେ, ମହାନେତାମାନେ ଭାରତବର୍ଷର, ଜୟପ୍ରକାଶ ନାରାୟଣ କହନ୍ତୁ, ରାମ ମନୋହର ଲୋହିଆ କହନ୍ତୁ, ଅରୁଣା ପଟବର୍ଦ୍ଧନ କହନ୍ତୁ, ଆପଣ ମରୁଭାଇ ଶାହ କହନ୍ତୁ, ଅରୁଣା ଅସଫଲ୍ଲୀ କହନ୍ତୁ, ଯାହା କହନ୍ତୁ, ନିର୍ଯାତିତ ହେଇକି ଲୁଚିକି ରହିଥିଲେ। ମୃତ୍ୟୁ ବି ହେଇଯିବ, ମାରି ବି ଦିଆଯିବ, ଏ ଆଶଙ୍କା ଭିତରେ ଥିଲେ। ଏ ଦୁଃସାହସିକ ପାଇଲଟ ତାଙ୍କୁ ସମସ୍ତଙ୍କୁ ଉଠେଇ ନେଇକି ନିରାପଦ ସ୍ଥାନ ରଖିପାରୁଥିଲେ। ଏ ଜାତି ପ୍ରେମ, ଦେଶ ପ୍ରେମ, ସ୍ୱାଧୀନତା ଆନ୍ଦୋଳନ ହଉ, ଏ ଭାରତବର୍ଷ ପରାଧୀନ ଶୃଙ୍ଖଳରୁ ଛିନ୍ନ ହଉ, ସ୍ୱାଧୀନ ହେଉ ଭାରତବର୍ଷ। ଆମେ ସ୍ୱାଧୀନ ଭାରତ ନାଗରିକ ବୋଲି ଗର୍ବ ଛାତିରେ ହାତ ମାରି କହିପାରୁ। ଏଥିପାଇଁ ଆନ୍ଦୋଳନ ଥିଲା। ଯେଉଁ କଥା ଆପଣ କହୁଥିଲେ ଏଠି, ଯେଉଁ ଦ୍ୱିତୀୟ ବିଶ୍ୱ ମହାସମର ବେଳେ, ସେକେଣ୍ଡ ୱାର୍ଲଡ ୱାର ବେଳେ, ଯେତେବେଳେ ନାଜି ଜର୍ମାନୀ ମାନେ ଆକ୍ରମଣ କରୁଥାନ୍ତି ରୁଷିଆକୁ, ରୁଷିଆ ସଙ୍କଟ ଭିତରେ ଥାଏ, ସେତିକି ବେଳେ ଓଡ଼ିଆ ପୁଅ, ଓଡ଼ିଆ ମାଟିର ପୁଅ, ଦୁର୍ଦ୍ଧର୍ଷ ପାଇଲଟ ସେଠି ପହଞ୍ଚିଥିଲେ। ତାଙ୍କ ସୈନ୍ୟ ସାମନ୍ତ ପହଞ୍ଚେଇଥିଲେ, ଗୁଳିଗୋଳା ପହଞ୍ଚେଇଥିଲେ, ଖାଦ୍ୟପଦାର୍ଥ ପହଞ୍ଚେଇଥିଲେ। ରୁଷିଆକୁ ବଡ଼ ସାହାଯ୍ୟ କରିଥିଲେ। ଭଗବାନ ହେଇ ଛିଡ଼ା ହେଇଥିଲେ ରୁଷିଆ ପାଖରେ। ଯୋଉଥିପାଇଁ ଆପଣ କହିଦିଏ, ଯେଉଁ ଗ୍ୟାଲେଣ୍ଟ୍ରି ଆୱାର୍ଡ ୟୁଏସଏସଆର ତାର ସିଲଭର ଜୁବଲି ପାଳନ କଲା ବେଳେ ଗ୍ୟାଲେଣ୍ଟ୍ରି ଆୱାର୍ଡ ଦେଇଥିଲା ଏ ଓଡ଼ିଆ ମାଟିର ଗର୍ବ ଗୌରବର ସନ୍ତାନ ବିଜୁ ପଟ୍ଟନାୟକ। କଥା ତ ବହୁତ ଲମ୍ବିବ, କହିବାକୁ ଚାହୁଁନି ଏଠି। ଇଣ୍ଡୋନେସିଆ ଆପଣ ଜାଣିଛନ୍ତି, ଡଚ୍ ମାନେ ଘେରିଗଲେ ଇଣ୍ଡୋନେସିଆକୁ, ପରାଧୀନ କରିବେ। ତାଙ୍କ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଉ ତାଙ୍କ ଜୀବନରୁ ମାରିଦେବେ। ଇଆଡ଼େ କନଫରେନ୍ସ ହେଉଛି। ଜବାହରଲାଲ ନେହେରୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ସାହାଯ୍ୟ କରିପାରିବ, ଉଦ୍ଧାର କରିପାରିବ। 32 ବର୍ଷର ଯୁବକ ବିଜୁ ପଟ୍ଟନାୟକ, ୟଙ୍ଗ ୱାଇଫ କି ସାଙ୍ଗରେ ଧରି ଡଚର ଯୁଦ୍ଧ ଯାଇ ବିମାନ ଉଡୁଛି, ଗୁଳିଗୋଳା ଫୁଟୁଛି, ନିଜର ଯୁବତୀ ସ୍ତ୍ରୀ କି ସାଙ୍ଗରେ ନେଇ, ଜ୍ଞାନ ପଟ୍ଟନାୟକଙ୍କୁ ନେଇ ଉଡ଼ିଗଲେ ସେଠିକି, ଜୀବନକୁ ପାଣି ଛଡ଼େଇ। ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଜ ଡାକଟା ବିମାନରେ ଉଡ଼େଇ ନେଇ ଆସିଥିଲେ। ଏ ଦୁର୍ଦ୍ଧର୍ଷ ଦୁର୍ଦ୍ଦାନ୍ତ ନେତା ଥିଲେ। ଯେଉଁ ଇଣ୍ଡୋନେସିଆ ସୁକର୍ଣ୍ଣ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଡାକିକି ବହୁ କୋଟିର ସମ୍ପତ୍ତି ଦେଇଥିଲେ, ଟଙ୍କା ଦେଇଥିଲେ, ଜମି ଜମା ଦେଇଥିଲେ। ଭୂମିପୁତ୍ର ସମ୍ମାନ ସବୁଠୁ ବଡ଼ ସିଭିଲିଆନ ଆୱାର୍ଡ ତାଙ୍କର, ଗ୍ରେଟେଷ୍ଟ ସିଭିଲିଆନ ଆୱାର୍ଡ ତାଙ୍କୁ ଦେଇଥିଲେ। କିଛି ତ ସମ୍ପତ୍ତି ସବୁ ଫେରେଇ ଦେଇ ଆସିଲେ। ଲେଖା ହେଇକି ଏବେ ଅଛି ଯେ ଇଣ୍ଡୋନେସିଆ ଦେଖିବେ ଭୂମିପୁତ୍ର ବିଜୁ ପଟ୍ଟନାୟକ କଥା ଲେଖାଯାଇଛି। ଓଡ଼ିଶା ଗୋଟିଏ ଛୋଟିଆ ରାଜ୍ୟ, ଆମେ ଦରିଦ୍ରତମ ରାଜ୍ୟ ଭାରତବର୍ଷର ପରିଚୟ ଆମର। ଏଇ ମାଟିର ପୁଅ ଇଣ୍ଡୋନେସିଆରେ, ରଷିଆରେ। ଆପଣ ଶେଷ କଥା କହିଦିଏ ଆପଣଙ୍କୁ,
किमिति रक्षा करिसेंती भारत पाकिस्तान जो युद्ध है आप कही दिए सेते बेले चाइना को इंडोनेशिया साहाय्य करने को जाऊँगी तार मेराइन रेडी हो गलानी ता बड़ जहाज रेडी हो गलानी यदि पाकिस्तान को साहाय्य करिब इंडिया पाकिस्तान वार इंडिया जय हो पारिबनी। लाल बहादुर शास्त्री मुख्य प्रधानमंत्री डाकिले विजु पट्टनायक को बंधु राष्ट्र तमर होची इंडोनेशिया तुम्हें जाओ कुह सी सबमरीन युद्ध जहाज न पठातु ये पहुंची थे इंडोनेशिया जाकर्ता ठारे कही मु तुमको बंचई मु तम देश को स्वाधीन करिछि मु अवदान देछि भारत सरकार निर्देश रे मु आज आसी मागिबापाई मो देश संकट रही तुम्हें पाकिस्तान को समर्थन प्रत्याहार करो से कथा शुणी थिले ये पठे नथिले युद्ध जहाज पाकिस्तान पराजित होता एवं भारत वर्ष विजयर वैजयंती उड़े ये हूँ अवदान ये आमरी भाई आमरी पुओ आमरी बाप आमरी माटीर ओडिशार कला माटीर संतान विजु पट्टनायक एते गर्व गौरवर अधिकारी से आमर गर्व आमर गौरव से गोटे उक्ति खाली कहीदिए आम विचार आम पंडित जवाहरलाल नेहरू कही Biju is remarkable. Biju is a remarkable, dynamic young man who is utmost daring, dashing, and pushing. एते कथा सुनिला परे आमे सबु जी एठी बसिचंती मन स्थिर करिबा कि आमे तो हेई परिबानी बिजु पट्टनायक किछि पुशिंग डैशिंग डायनामिक किछि हवा कि हेई परिबा कि एई महान व्यक्ति ए परिचय पाइला परे उचित मने करिथिली जी आम देशर परिचय आम जातिर परिचय ये ओडिशा माटीर गर्व गौरव तांको संगरे मिसी किछि काम करिबा ओडिशा पाई। Nalanda Group of Institutions, empowering children since 2003.